ओम नमो भगवते वासुदेवाय नमो नमस्कार फ्रेंड्स आपण मानक आम यूट्यूब चैनल को पुणी थे शुभकामना एवं स्वागतम। फ्रेंड्स आज भिडियो रे मु आपण मानक कहवाक जाऊँगी कि आपण मानक पाइकिना एही दुई दिन अर्थात डिसेंबर 5 तारिख एवं 6 तारिखर दिन आपण मानकर किपरि भाबरे साब्यस्त मध्य हेबो। आपण माने एही दुई दिन को किपरि भाबरे कटेइबे ତା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରୁ ଫାଇଦା ମଧ୍ୟ ମିଳିବ ଆଉ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ସାବଧାନତା ମଧ୍ୟ ଅବଲମ୍ବନ କରିବା ପାଇଁ କିନା ପଡ଼ିବ। ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ, ତା ସହିତ ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଁ ଆପଣମାନଙ୍କୁ ସ୍ୱାସ୍ଥ୍ୟର କିଛି ମହତ୍ୱପୂର୍ଣ୍ଣ ଇନଫର୍ମେସନ ମଧ୍ୟ ଆପଣମାନଙ୍କୁ ଜଣେଇବି। ଆଉ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ କହିବି ଯାହା ଦ୍ୱାରା ଆପଣମାନେ ଏହି ଦୁଇ ଦିନକୁ ଆହୁରି ଅଧିକ ଶୁଭ ଆଉ ମଙ୍ଗଳଦାୟକ ଶୁଭ ଭରା ବନେଇ ପାରିବେ। ବନ୍ଧୁଗଣ ଆଗକୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏବେ ଯାଇକିନା ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଯାହା ଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏହି 5 ତାରିଖ ଏବଂ 6 ତାରିଖର ଦିନ ଅର୍ଥାତ୍ ଏହି ଦୁଇ ଦିନ ସବୁଠାରୁ ପ୍ରଥମେ ମୁଁ ଯଦି କହିବି ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ କ'ଣ ଆପଣମାନଙ୍କ ପାଇଁକିନା ଏହି ଦୁଇ ଦିନ ପଜିଟିଭ ହେବା ପାଇଁକିନା ଯାଉଅଛି। ଯଦି କହିବା ଫ୍ରେଣ୍ଡସ୍ ଆପଣମାନଙ୍କ ଭିତ୍ତିୟ ସ୍ଥିତିରେ ମଧ୍ୟ ସୁଧାର ଆସିବ କିଛି ନୂଆ ଆରମ୍ଭ କରିବା ପାଇଁକିନା ଆପଣ ଏହି ଦୁଇ ଦିନ ଆପଣମାନଙ୍କ ପାଇଁକିନା ଅନୁକୂଳ ଭରା ରହିବ। ଆପଣମାନଙ୍କର ପରିଶ୍ରମ ଏବଂ ପ୍ରୟାସର ସାର୍ଥକ ପରିଣାମ ଆପଣମାନଙ୍କ ସାମ୍ନାକୁ ମଧ୍ୟ ଆସିବ। ଯେଉଁମାନେ ବିବାହ ଯୋଗ୍ୟ ସେମାନଙ୍କ ପାଇଁକିନା କୌଣସି ଭଲ ପ୍ରସ୍ତାବ ମଧ୍ୟ ଆଜି ଘରକୁ ଆସିପାରେ। ଏହା ସହିତ ଯଦି କହିବା ବନ୍ଧୁଗଣ ସମାଜ ଏବଂ ସମ୍ପର୍କୀୟଙ୍କ ଭିତରେ ଆପଣମାନଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ସରଳ ସ୍ୱଭାବ କାରଣରୁ ମାନ ପ୍ରତିଷ୍ଠା ଆପଣମାନଙ୍କର ବନି ହୋଇକିନା ରହିବ। ସମୟ କିଛି ମିଲାଜୁଲା ପ୍ରଭାବ ମଧ୍ୟ ଆପଣମାନଙ୍କ ପାଇଁକିନା ନେଇକିନା ଆସିବ କିନ୍ତୁ ସେହି କାରଣ ଦ୍ୱାରା ଆପଣମାନଙ୍କୁ ବହୁତ ଭଲ ଫଳ ଆପଣମାନଙ୍କ ପାଇଁକିନା ବନିବାକୁ ଯାଉଛି। କିଛି ଟାଇମରେ ଅତି ସମ୍ପର୍କୀୟଙ୍କ ସହିତ ଯାହା ବି କ୍ଲେଶ ଚାଲିଥିଲା ତ ସେ ସବୁ ବିଶେଷ ଭାବରେ ଆପଣମାନଙ୍କର ଦୂର ମଧ୍ୟ ହେବ। ତା ସହିତ ସମ୍ପର୍କରେ ପୁଣି ଥରେ ମଧୁରତା ମଧ୍ୟ ଦେଖାଦେବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ବଢ଼ିବ ଯାହା ଭବିଷ୍ୟତ ପାଇଁକି ବହୁତ ଲାଭଦାୟକ ସିଦ୍ଧ ମଧ୍ୟ ହେବ। ତା ସହିତ ଧାର୍ମିକ ସ୍ଥଳକୁ ଯିବାର ପ୍ରୋଗ୍ରାମ ମଧ୍ୟ ବନିବ। ତା ସହିତ ବହୁତ ଅଧିକ ଶାନ୍ତି ଏବଂ ହାଲକାପଣ ବିଶେଷ ଭାବରେ ଆପଣମାନେ ଅନୁଭବ ମଧ୍ୟ କରିଦେବେ। ଘରେ ସୁଖ ସମୃଦ୍ଧି ତ ବସ୍ତ୍ର କିଣାକିଣି ଆଦି କରିବେ। ତା ସହିତ କୌଣସି ଦାମୀ ଉପହାର ମଧ୍ୟ ଆପଣମାନଙ୍କୁ ମିଳିପାରେ। ବିଦ୍ୟାର୍ଥୀମାନଙ୍କ ବିଷୟରେ ଯଦି କହିବା ବିଦ୍ୟାର୍ଥୀମାନେ ଚାକିରି ସମ୍ବନ୍ଧିତ କୌଣସି କ୍ଷେତ୍ରରେ ଇଣ୍ଟରଭ୍ୟୁର ଯୋଗ ମଧ୍ୟ ବନୁଛି। ସେଥିପାଇଁକିନା ପୁରା ପରିଶ୍ରମର ସହିତ ନିଜର କାର୍ଯ୍ୟରେ ପ୍ରୟାସ ମଧ୍ୟ କରନ୍ତୁ। ନିଜର ସିଦ୍ଧାନ୍ତରେ କୌଣସି ପ୍ରକାରର ସଂଯମତା ଆଦୌ କୌଣସି ଭାବରେ କରନ୍ତୁ ନାହିଁ। ପ୍ରଭାବଶାଳୀ ଏବଂ ପ୍ରତିଭା ଲୋକଙ୍କ ସହ ଆପଣମାନେ ଅଧିକ ଟାଇମ୍ ସ୍ପେଣ୍ଡ ମଧ୍ୟ କରିବେ ଯାହାଦ୍ୱାରା ଆପଣମାନଙ୍କର ଆତ୍ମବଳ ଏବଂ ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ହେବ ତଥା ନକାରାତ୍ମକ ଚିନ୍ତା ମଧ୍ୟ ଦୂର ହେବ। ଭାଗ୍ୟଠାରୁ ଅଧିକ ଆପଣମାନେ ଆପଣମାନଙ୍କର କର୍ମ ଉପରେ ଅଧିକ ଧ୍ୟାନ ରଖନ୍ତୁ। ଦିନ ଆପଣମାନଙ୍କ ପାଇଁକିନା ଆଜି ବହୁତ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ନେଗେଟିଭ ମଧ୍ୟ ରହିବ। ଯଦି କହିବା କୌଣସି କଥାବାର୍ତ୍ତାକୁ ନେଇକିନା ଭାଇ ଭାଇ ଭିତରେ ଭାଇ ଭଉଣୀଙ୍କ ଭିତରେ ଲଢ଼େଇ ଝଗଡ଼ା ମଧ୍ୟ ହୋଇପାରେ। ଘରର ବୃଦ୍ଧ ଲୋକଙ୍କ ସମ୍ମାନ ଖରାପ ହେବାଠାରୁ ଆପଣମାନେ ବଞ୍ଚିକିନା ରଖନ୍ତୁ। ତା ସହିତ ଧର୍ମ ନାଁରେ କୌଣସି ଲୋକ ଆପଣମାନଙ୍କର ଲୋକସାନ ମଧ୍ୟ କରିପାରେ ସେଥିପାଇଁ ଆପଣମାନେ ସାବଧାନ ମଧ୍ୟ ରୁହନ୍ତୁ। ଘରର କୌଣସି ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇକି ଆପଣମାନଙ୍କର ଚିନ୍ତା ମଧ୍ୟ ରହିବ। ଡକ୍ଟରଙ୍କ ପାଖକୁ ମଧ୍ୟ ଆପଣମାନେ ଯାଇପାରନ୍ତି। ତା ସହିତ ଯଦି କହିବା ଆପଣମାନଙ୍କର ସ୍ୱଭାବରେ ଇଗୋ ଏବଂ କ୍ରୋଧକୁ ମଧ୍ୟ ଖତମ କରିବା ପାଇଁକିନା ପଡ଼ିବ ଯାହାଦ୍ୱାରା ଯେଉଁ ସବୁ ବି ପ୍ରୋବ୍ଲେମ ଥିଲା ସେ ସବୁ ପ୍ରୋବ୍ଲେମ ମଧ୍ୟ ସଲ୍ଭ ହେବ। କୌଣସି ବି ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଆପଣମାନେ ବିଚାର ଥରେ କରିନିଅନ୍ତୁ। କୌଣସି ଦୁଃଖଦ ସମାଚାର ମିଳିବା କାରଣରୁ କିଛି ଟାଇମରେ ଆପଣମାନଙ୍କ ମନରେ ଉଦାସୀ ଏବଂ ନକାରାତ୍ମକ ବିଚାର ମଧ୍ୟ ଆସିପାରେ।
କିନ୍ତୁ ଆପଣମାନେ ଶୀଘ୍ର ହିଁ ସେସବୁରୁ ଆପଣମାନେ ବାହାର ଯିବେ। ବିଦ୍ୟାର୍ଥୀ ବର୍ଗ ପାଠ ପଢ଼ା ଅପେକ୍ଷା ଫାଲତୁ କଥାବାର୍ତ୍ତାରେ ଧ୍ୟାନ କେନ୍ଦ୍ରିତ ମଧ୍ୟ କରିବେ। ନିଜର ମହତ୍ତ୍ୱପୂର୍ଣ୍ଣ କାଗଜପତ୍ରକୁ ବହୁତ ଅଧିକ ସମ୍ଭାଳିକିନା ରଖନ୍ତୁ। କାହିଁକିନା ଯଦି ହଜିଯିବ ତ ମିଳିବା ଆପଣମାନଙ୍କ ପାଇଁକିନା ବହୁତ କଷ୍ଟସାଧ୍ୟ ହେବ। ଘରେ କୌଣସି ଛୋଟ କଥାରେ ଅକାରଣରେ ଚିନ୍ତା ଉତ୍ପନ୍ନ ହେବ। ସେଥିପାଇଁକିନା ଆପଣମାନେ ଅଧିକ କ୍ରୋଧଠାରୁ ଦୂରେଇକିନା ରଖନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ। ତ ଆପଣମାନେ ଜୀବନସାଥୀଙ୍କର ଭାବନା ଉପରେ ଧ୍ୟାନ ରଖନ୍ତୁ ଏବଂ ସମ୍ମାନ ମଧ୍ୟ ଦିଅନ୍ତୁ, ଯାହାଦ୍ୱାରା ସମ୍ବନ୍ଧ ଆହୁରି ଅଧିକ ମଧୁର ମଧ୍ୟ ହେବ। ପ୍ରେମ ସମ୍ବନ୍ଧ ଆପଣମାନଙ୍କର ମର୍ଯ୍ୟାଦାପୂର୍ଣ୍ଣ ହୋଇକିନା ରହିବ। କୌଣସି ବିପରୀତ ଲିଙ୍ଗୀ ଅଚାନକ ମିଳିବା କାରଣରୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟଜନକ ପ୍ରସନ୍ନତା ମଧ୍ୟ ପ୍ରାପ୍ତ ହେବ। ଘରର ବାତାବରଣ ବହୁତ ସୁଖଦପୂର୍ଣ୍ଣ ହୋଇକିନା ରହିବ। ପତି ପତ୍ନୀଙ୍କର ଆକସ୍ମିକ ସହଯୋଗ ଘର ପରିବାରରେ ସୁଖଦପୂର୍ଣ୍ଣ ହୋଇକିନା ରହିବ। ଆମ ସମ୍ବନ୍ଧରେ ଆଗକୁ ଆସୁଥିବା ଟାଇମରେ ବିବାହରେ ପୂର୍ଣ୍ଣ ହେବାର ସମ୍ଭାବନା ମଧ୍ୟ ଯୋଗ ବନୁଛି। ଜୀବନସାଥୀଙ୍କର ଆପଣମାନଙ୍କ କାର୍ଯ୍ୟରେ ପୂର୍ଣ୍ଣ ରୂପରେ ସହଯୋଗ ମଧ୍ୟ ପ୍ରାପ୍ତ ହେବ, ଯଥା ଘର ପରିବାରରେ ଆପଣମାନଙ୍କର ସକାରାତ୍ମକ ଭାବନା ମଧ୍ୟ ବନିକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ 2 ଦିନର ବ୍ୟବସାୟ କିପରି ଭାବରେ ରହିବ। ଯଦି କହିବା ଏହି ବ୍ୟବସାୟୀର ବର୍ତ୍ତମାନ ପରିସ୍ଥିତିରେ ବର୍ତ୍ତମାନ ସ୍ଥିତି ମଧ୍ୟ ବନୁଅଛି। ଧନ ସମ୍ପତ୍ତି ଲେଣ ଦେଣରେ ବହୁତ ଅଧିକ ଆପଣମାନେ ସାବଧାନତା ହୋଇକିନା ରୁହନ୍ତୁ, କାରଣ ଧୋକା ହେବାର ଆପଣମାନଙ୍କୁ ସମ୍ଭାବନା ମଧ୍ୟ ବନୁଛି। ଚାକିରି ପେଶା ଲୋକମାନଙ୍କର ଅଫିସର ମାହୋଲ ବହୁତ ଶାନ୍ତିପୂର୍ଣ୍ଣ ଭାବରେ ହୋଇକିନା ବନିକିନା ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ନିବେଶ କରିବା ପାଇଁ କି ଆପଣମାନେ ଚାହୁଁଛନ୍ତି, ସେ ସବୁ କାର୍ଯ୍ୟକୁ ଆପଣମାନେ ଗମ୍ଭୀରତା ସହ ଆପଣମାନେ କରିବେ, ଯାହାଦ୍ୱାରା ଆପଣମାନଙ୍କୁ ବହୁତ ଭଲ ରେଜଲ୍ଟ ମଧ୍ୟ ପ୍ରାପ୍ତ ହେବ। ଦିନ ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ଚାକିରିରେ ନୂଆ ସମ୍ଭାବନା ମିଳିବାର ଆଶା ମଧ୍ୟ ରହିଛି। ତା ସହିତ କାର୍ଯ୍ୟକ୍ଷେତ୍ରରେ ଅନ୍ୟର ହସ୍ତକ୍ଷେପ କର୍ମଚାରୀଙ୍କ ଭିତରେ ମତାନ୍ତର ମଧ୍ୟ ହୋଇପାରେ। ସେଥିପାଇଁକିନା ନିଜର କାର୍ଯ୍ୟକୁ ପ୍ରାଥମିକତା ଦିଅନ୍ତୁ। ତା ସହିତ ବ୍ୟବସାୟିକ କାର୍ଯ୍ୟକ୍ଷେତ୍ରରେ ଆପଣମାନେ କଡ଼ାକଡ଼ି ଭାବରେ ତଦାରଖ ରଖନ୍ତୁ। ଚାକିରି ପେଶା ଲୋକମାନେ ପଲିଟିକ୍ସର ଶିକାର ମଧ୍ୟ ହୋଇପାରନ୍ତି, ସେଥିପାଇଁ ଟିକେ ସାବଧାନତା ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଯଦି କହିବା ଆପଣମାନଙ୍କ ଏ ଦିନମାନଙ୍କର ସ୍ୱାସ୍ଥ୍ୟ ବହୁତ ଉତ୍ତମ ରହିବ, କିନ୍ତୁ ଆପଣମାନଙ୍କୁ ହାଲକା ଫୁଲକା ପେଟ ଗ୍ୟାସ୍ ମଧ୍ୟ ହୋଇପାରେ। ତେଣୁ ଆପଣମାନେ ଖାଦ୍ୟପେୟ ଉପରେ ସଂଯମତା ରଖନ୍ତୁ। ତା ସହିତ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ଭଲ ରହିବ ଏବଂ ଚିନ୍ତାମଗ୍ନ ହୋଇକିନା ଆପଣମାନେ ରହିବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ମୁଁ ଆପଣମାନଙ୍କୁ ଯେଉଁ ଉପାୟ ବିଷୟରେ କହିବି, ଏ ଉପାୟ ଆପଣମାନେ ସନ୍ଧ୍ୟା ସମୟରେ ମଧ୍ୟ କରିପାରିବେ। ବିଶେଷ ଭାବରେ ଯଦି ମୁଁ ଆପଣମାନଙ୍କୁ କହିବି କି ଆପଣମାନେ ବିଶେଷ ଭାବରେ ସନ୍ଧ୍ୟା ସମୟରେ ଘରର ଈଶାନ କୋଣ ଅର୍ଥାତ୍ ଘରର ଉତ୍ତର ପୂର୍ବ କୋଣରେ ଏବଂ ଘରର ପୂଜା ସ୍ଥଳରେ ଗୋଟିଏ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ମାନସିକ ସ୍ଥଳରେ ଶାନ୍ତି ମଧ୍ୟ ମିଳିବ। ଆଉ ତା ସହିତ ଆପଣମାନେ ସନ୍ଧ୍ୟା ସମୟରେ ଗୀତା ଭାଗବତ ମଧ୍ୟ ପଢ଼ନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ମନ ବହୁତ ଭଲ ରହିବ ଏବଂ ଆପଣମାନେ ପ୍ରସନ୍ନତା ଅନୁଭବ କରିବେ ଏବଂ ସମସ୍ତ ପାପ ମଧ୍ୟ ଦୂର ହେଇଯିବ। ଆଶା କରୁଛି ଆଜିର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଶ୍ରୀମଦ୍ ଭାଗବତ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।